ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପର୍ବ। ପ୍ରତ୍ୟେକ ଓଡ଼ିଆଣୀର ମନପସନ୍ଦର ପର୍ବ ରଜ ପର୍ବ। ଆକାଶ ଗାଏ ଯେବେ ବର୍ଷା ରାଣୀ ଲାଗି ସ୍ୱାଗତ ସଙ୍ଗୀତ। ରଜସ୍ୱଳା ଧରା ଦିଏ ଶସ୍ୟ ଉତ୍ପାଦନର ସଂକେତ। 3 ଦିନର ଏ ବିଶେଷ ପରବ, ପ୍ରତି ଓଡ଼ିଆଣୀ ସଜବାଜ ହେବ। କାନରେ ଝୁମକା ଆଉ ହାତରେ ଗାଢ଼ ରଙ୍ଗର ମେହେନ୍ଦି, ସାଙ୍ଗକୁ ମୁଠାଏ ଝଲମଲ ଚୁଡ଼ି। ପାଦରେ ରକ୍ତରଙ୍ଗୀ ଅଳିତା ନାଇ, ରୂପେଲି ପାଉଁଜି ପିନ୍ଧି ନୂଆ ବସ୍ତ୍ର ଧାରଣ କରି ମା ଲକ୍ଷ୍ମୀଙ୍କ ପରି ପ୍ରତୀତ ହୁଏ ପ୍ରତ୍ୟେକ ଓଡ଼ିଆଣୀ। କଥାରେ ଅଛି, ରଜ ଦୋଳି କଟମଟ, ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମକୁଟଲୁ, ଦିଶୁଥାଇ ଛୋଟ ଛୋଟ। ହଁ, ଆଉ ରଜର ମୁଖ୍ୟ ଆକର୍ଷଣ ପୋଡ଼ପିଠା। ପ୍ରତ୍ୟେକ ଓଡ଼ିଆର ଘର ମହକି ଉଠେ ତା ବାସ୍ନାରେ। ଏସବୁ ଭିତରେ ରଜଦୋଳିରେ ଝୁଲୁଥାଏ ଗୋଟିଏ ଓଡ଼ିଆ ଝିଅ। ତା ମନରେ ଥାଏ ଅସୀମ ଆନନ୍ଦ ଆଉ ପ୍ରେମ। ସତରେ, ରଜସ୍ୱଳା ପୃଥିବୀ ମାଆକୁ କଷ୍ଟ ନ ଦେବା ଉଦ୍ଦେଶ୍ୟରେ ହେଉ କିମ୍ବା ସୃଷ୍ଟିକୁ ନୂତନ ଜୀବନ ପ୍ରଦାନ କରୁଥିବା ରଜସ୍ୱଳା ନାରୀମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ହେଉ କିମ୍ବା ପରିବେଶର ସନ୍ତୁଳନ ରକ୍ଷା କରିବା ଉଦ୍ଦେଶ୍ୟରେ ହେଉ, ଆମ ଓଡ଼ିଆମାନଙ୍କର ଏହି ପର୍ବ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଶଂସନୀୟ। ଆପଣ ସମସ୍ତଙ୍କୁ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ଜଗନ୍ନାଥ।